ଏକ ଯେତେ ଡାକିବା ସତ୍ତ୍ୱେ ବି ରାଣୀ ଦରଜା ଖୋଲୁନାହାନ୍ତି କାହିଁକି? କଣ ହୋଇଛି ରାଣୀ? ରାଣୀ 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 ରସ ମଣ୍ଡନାରୁ সোনারে রস মণ্ডনারু সোনারে মোতে দোষ দেখি দণ্ড দিয় রস মণ্ডনারু সোনারে রস মণ্ডনারু সোনারে মোতে দোষ দেখি দণ্ড দিয় রস মণ্ডনারু সোনারে আরে কি অভাব হইলা তোর মন খোলি মতে কুহ রস মণ্ডনারু সোনারে মোতে দোষ দেখি দণ্ড দিয় রস মণ্ডনারু সোনারে মু যদি তুম নিকটর কিছু দোষ করিছি তাহলে মতে দণ্ড দিও রাণী, মু মুন্ডপাতি সহিଯିବି, কিন্তু তোমার এভাবে নীরবতা মু কেবে হেলে সহ্য করি পারিবি। দরজা খোলি দিও রাণী। আরে সবু রাণী মধ্যে অটু সুই শ্রেষ্ঠ আজি কাহি পাই সবু রাণী মধ্যে অটু তুই শ্রেষ্ঠ আজি কাহি পাই কিস কহিলা কটু কথা তোতে লাগে মতে রে সন্দেহ রস মণ্ডনারু সোনারে মতে দোষ দেখি দণ্ড দিয় রস মণ্ডনারু সোনারে কে তুমকু কটুক্তি বাক্য প্রয়োগ করিছে, মু এই মুহূর্তরে তাকে উপযুক্ত শাস্তি দেবি রাণী। দরজা খুলি দিও, দ্বার খুলি দিও রাণী, দ্বার খুলি দিও। এ রাণী এতে ডাকিবা সত্ত্বে বি স্বামী রাজা দশরথর কথা কোন তোমার কর্ণপাত হেউ নাই রাণী। কাহিকি তুমি আজ মো ডাক শুণু না রাণী? কଣ হয়েছি তোমার? হে রাণী থরে সেই সম্বরা যুদ্ধ কথা পকা মনে পকাইল রাণী। রাণী রে সম্বরা যুদ্ধরে অস্ত্র ঘেরি করে অভিমানু রক্ষা করিছিল বারে। সম্বরা যুদ্ধরে অস্ত্র ঘেরি করে অভিমানু রক্ষা করিছিল বারে। সেই দিনু রাণী মধ্যে শ্রেষ্ঠ তুহি আজি তো লাগে সন্দেহ রস মণ্ডনারু সোনারে মোতে দোষ দেখি দণ্ড দিয় রস মণ্ডনারু সোনারে। রাণী পরে সেই সম্বরা যুদ্ধ কথা মনে পকাইল রাণী। সম্বরাসুর মোর বেলইচরে মো উপরକୁ অস্ত্র প্রয়োগ কলা। হ্যাঁ মু দেখি নাহি তার অস্ত্রକୁ তুমি পুরা নিজ হস্ত বনাই সেই অস্ত্রକୁ অটকাই দেইছিল, কাহিকি না এই রাজা দশরথর প্রাণ বঞ্চাইবা পাই। সেই দিন ঠাରୁ মোর রানী ମାନଙ୍କ ମଧ୍ୟରେ ମୁଁ ତୁମକୁ ଶ୍ରେଷ୍ଠାସନ ଦେଇଥିଲି, କିନ୍ତୁ ଆଜି ତୁମର କଣ ହୋଇଛି? କାହିଁକି କାହିଁକି ତୁମେ ଆଜି ନୀରବ ହୋଇଯାଇଛ ରାଣୀ? ଯେତେ ଡାକିଲେ ବି ସୁଦ୍ଧା ତୁମେ ଆଜି ମୋ ଡାକ ଶୁଣୁନାହ। ହେ ରାଣୀ ରାଣୀ ଦ୍ୱାର ଖୋଲିଦିଅ, ଦ୍ୱାର ଖୋଲିଦିଅ ରାଣୀ। রে গজ গমনা রে মিন নয়না এ রাজ ভবনে কেউ কথা
রে গজ গমনা রে মিন নয়না এ রাজ ভবনে কেউ কোথাও না শিব বলে আউ সহি ন পারিবি দরজা তু খোলি দিও রস মন নারু সোনারে মোতে দোষ দেখি দণ্ড দিও রস মন নারু সোনারে এ রানী এ রাজা দশরথ আজি তুমর বিরহ যন্ত্রণারে পীড়িত রানী দরজা খোলি দিও দরজা খোলি দিও রানী দ্বার খোলি দিও স্বামী রানী মোর তুমକୁ କିଛି କହିବାର ଅଛି ସ୍ୱାମୀ ତୁମର ମତେ କିଛି କହିବାର ଅଛି ହଁ ସ୍ୱାମୀ ତେବେ ଠିକ ଅଛି ତୁମେ ଦ୍ୱାର ଖୋଲି ଦିଅ ତୁମେ ଯାହା କହିବ ମୁଁ ଆଜି ନିଶ୍ଚୟ ଶୁଣିବି ରାଣୀ ଦ୍ୱାର ଖୋଲି ଦିଅ ନା ସ୍ୱାମୀ ତେବେ ଦ୍ୱାର ନ ଖୋଲିବା ପୂର୍ବରୁ ମୋର ତୁମ କତିରେ କିଛି କହିବାର ଅଛି ଦ୍ୱାର ନ ଖୋଲିବା ପୂର୍ବରୁ ତୁମର ମତେ କିଛି କହିବାର ଅଛି ହଁ ସ୍ୱାମୀ ଆଚ୍ଛା କହିପାରିବ ରାଣୀ କଣ ସେ କଥା ସତ୍ୟ କରି କୁହ ରାଣୀ ତୁମ୍ଭେ ଆଜାଦ ଈଶ୍ୱର ମୁଁ ଯାହା ମାଗିବି ତାହା ଦେବା ହେ ସତର ମୁଁ ଯାହା ମାଗିବି କଣ କହିବାକୁ ଚାହ ତୁମେ ତୁମେ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ କେବେ ଦ୍ୱାର ଦେଶ ଖୋଲିବି ନାହିଁ ସ୍ୱାମୀ କଣ କହିଲ ରାଣୀ ତୁମ କଥା ଶୁଣିବାକୁ ହେଲେ ମତେ ସତ୍ୟ କରିବାକୁ ପଡିବ ହେଲେ କାହିଁକି ରାଣୀ କାହିଁକି ସ୍ୱାମୀ ତୁମେ କଣ ଯେତେବେଳେ ଯାହା କହିଛ ଯାହା ମାଗିଛ ମୁଁ କଣ କେବେ ହେଲେ ପୂର୍ଣ୍ଣ କରି ନାହିଁ ରାଣୀ ମୁଁ ଜାଣିଛି ସ୍ୱାମୀ ତେବେ ତୁମେ ମୋତେ ସବୁ ଦେଇଛ ପୁଣି ସତ୍ୟର କଥା ଉଠୁଛି କାହିଁକି ହେଲେ ଗୋଟିଏ କଥା ସ୍ୱାମୀ ତୁମେ ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ କେବେ ଦ୍ୱାର ଖୋଲିବି ନାହିଁ ନା ରାଣୀ ନା 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 ରାଣୀ ଏ କଥା ଯେବେ ନ କେବେ ହେଲେ କରିବ ସତ୍ୟ ତାହେଲେ ଅନ୍ୟତ୍ର ରାଣୀ ପାଶ ଚାଲି ଯାଆନ୍ତୁ ସ୍ୱାମୀ କଣ କହିଲୁ ମୋର ଆଜି ତୁମ ନିକଟକୁ ଆସିବାର କଥା କିନ୍ତୁ ମୁଁ ଅନ୍ୟ ରାଣୀ ନିକଟକୁ ଯିବି କାହିଁକି ଏ ରାଣୀ ବିନା କାରଣ ନେଇ ମୁଁ ତୁମ ନିକଟରେ ସତ୍ୟ କରିବି ହେଲେ କାହିଁକି ରାଣୀ କାହିଁକି ତୁମେ କଣ ଯେତେବେଳେ ଯାହା କହିଛ ଯାହା ମାଗିଛ ମୁଁ କଣ ତୁମକୁ ଦେଇ ନାହିଁ ତୁମେ ଯଦି ଚାହିଁବ ତାହେଲେ ମୁଁ ନିଜ ଜୀବନ ଦେବା ପାଇଁ କେବେ ହେଲେ ପଛେଇବି ନାହିଁ ରାଣୀ କିନ୍ତୁ ବିନା କାରଣ ନେଇ ମୁଁ ତୁମ ନିକଟରେ ସତ୍ୟ କରିବି କାହିଁକି ନା ରାଣୀ ନା ନା ତୁମେ ଦରଜା ଖୋଲି ଦିଅ ତୁମେ ଯାହା କହିବ ଯାହା ମାଗିବ ମୁଁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି ରାଣୀ ଅକୁଣ୍ଠିତ ଚିତ୍ତରେ ଯେଉଁ ରାଜା ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ସାମାନ୍ୟ ସତ୍ୟ କାହିଁକି କରିପାରୁନାହାନ୍ତି ସ୍ୱାମୀ ତୁମେ କହୁଛ ସର୍ବସ୍ୱ ମୋତେ ଦେଇ ହେଲେ ସାମାନ୍ୟ ସତ୍ୟ କରିବା ପାଇଁ କୁଣ୍ଠାବୋଧ କାହିଁକି କରୁଛ ସ୍ୱାମୀ ସତ୍ୟକୁ ତୁମେ ସାମାନ୍ୟ ଭାବିବା ନୁହଁ ହେଉଛି ଅଯୋଧ୍ୟାପତି ରାଜା ଦଶରଥ ହେଉଛି ସୂର୍ଯ୍ୟବଂଶୀ ସେ କେବେ ସତ୍ୟ କରିବା ପାଇଁ ପଛାଇବ ନାହିଁ କିନ୍ତୁ କିନ୍ତୁ ବିନା କାରଣରେ ମୁଁ ତୁମ ନିକଟରେ ସତ୍ୟ କରିବି କାହିଁକି ତୁମେ କଣ ଯେତେବେଳେ ଯାହା କହିଛ ଯାହା ମାଗିଛ କଣ ଦେଇ ନାହିଁ ରାଣୀ କେଉଁ କାରଣରେ ମୁଁ ତୁମ ନିକଟରେ ସତ୍ୟ କରିବି ସ୍ୱାମୀ ବାରମ୍ବାର ସେହି ଗୋଟିଏ କଥାକୁ କାହିଁକି ଉଚ୍ଚାରଣ କରୁଛ ମୁଁ ପରା ଥରେ କହିଲି ଯେବେ ନ କରିବ ସତ୍ୟ ତାହେଲେ ଅନ୍ୟତ୍ର ରାଣୀ ପାଶେ ଚାଲି ଯାଆନ୍ତୁ ସ୍ୱାମୀ ମୁଁ ତୁମର କୌଣସି କଥା ଶୁଣିବାକୁ ଚାହେଁ ନା ସ୍ୱାମୀ ଯେବେ କରିବ ସତ୍ୟ ତାହେଲେ ଖୋଲିଦେବି ମୁଁ ଦ୍ୱାର ଦେଶ ତାହେଲେ ବୋଧେ ସତ୍ୟ କରିବାକୁ ପଡିବ ହଁ ସ୍ୱାମୀ ତେବେ ଠିକ ଅଛି ମୁଁ ସତ୍ୟ କଲି ତୁମେ ଦରଜା ଖୋଲିଦିଅ ସ୍ୱାମୀ
ସତ୍ୟ ଏପରି କରାଯାଏ ନା। ଦେବୀ 33 କୋଟି ଦେବତା ମାନଙ୍କୁ ସାକ୍ଷୀ ରଖି ଲୋ 10 ଦିଗ ବଳଙ୍କୁ ସାକ୍ଷୀ ରଖି ସତ୍ୟ କରାଯାଏ ସ୍ୱାମୀ। ମୁଁ ଛୋଟ ପିଲା ନୁହେଁ ସ୍ୱାମୀ। ମୁଁ ଯେପରି କହୁଛି ସେହିପରି ସତ୍ୟ କରିବାକୁ ପଡ଼ିବ ସ୍ୱାମୀ। 33 କୋଟି ଦେବତା ମାନଙ୍କୁ ସାକ୍ଷୀ ରଖି 10 ଦିଗ ବଳଙ୍କୁ ସାକ୍ଷୀ ରଖି ତୁମକୁ ସତ୍ୟ କରିବାକୁ ପଡ଼ିବ ସ୍ୱାମୀ। ମୋର ବାମ ଭୁଜ ଏଭଳି କମ୍ପମାନ ହେଉଛି କାହିଁକି? କଣ କରିବି ମୁଁ? ତାହେଲେ କଣ ମୋତେ ବିପଦ ମାଡ଼ି ଆସୁଛି? ଏଭଳି ଶୁଭ ଦିନରେ ଏଭଳି ଅମଙ୍ଗଳର କଥା ମନ ମଧ୍ୟକୁ ଆଣିବା କେବେ ହେଲେ ମୋ ପକ୍ଷେ ଉଚିତ ନୁହେଁ। ରାଣୀ 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 ସ୍ୱାମୀ ତାହେଲେ ମୁଁ ସତ୍ୟ ନ କଲେ ତୁମେ ଦରଜା ଖୋଲିବନି? ଥରେ ତ କହିଲେ ସତ୍ୟ ନ କଲେ ମୁଁ କେବେ ଦ୍ୱାର ଖୋଲି ପାରିବି ନାହିଁ ବୋଲି। ହେଲେ ବାରମ୍ବାର ସେହି କଥା ଉଚ୍ଚାରଣ କାହିଁକି କରୁଛନ୍ତି ସ୍ୱାମୀ? ରାଣୀ ତେବେ ଠିକ ଅଛି ରାଣୀ। ଯଦି ମୁଁ ସତ୍ୟ ନ କଲେ ତୁମେ ଦରଜା ଖୋଲିବ ନା? ମୁଁ ସତ୍ୟ କରିବି। ହଁ ରାଣୀ ମୁଁ ସତ୍ୟ କରିବି। ଶୁଣ ରାଣୀ, ମୁଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସ୍ୱର୍ଗର 33 କୋଟି ଦେବାଦେବୀଙ୍କୁ ସାକ୍ଷୀ ରଖେ ସତ୍ୟ ଦିବାର ସତ୍ୟ କରି କହୁଛେ। ଯାହା କହିବ ଯାହା ମାଗିବ ମୋ କୋଠି ଦର୍ଜିତରେ ପ୍ରଦାନ କରିବି ରାଣୀ। ମୋ କୋଠି ଦର୍ଜିତରେ ପ୍ରଦାନ କରିବି।